नमस्कार दर्शक बंधु आज समस्त गुरुत्वपूर्ण खबर जानिबा भिडियो को शेष पर्यंत देखंतु प्रतिदिन ताजा अपडेट जानिबा आम चैनल को सब्सक्राइब मध्य करंतु। ओडिशावासीଙ୍କ ପାଇଁ पाणीपाग विभाग पक्षରୁ ଆସିଛି ଏକ ବଡ଼ ଚେତାବନୀ। କିଛି ଦିନର ଆଶ୍ୱସ୍ତି ପରେ ରାଜ୍ୟରେ ପୁଣି ଥରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଡରାଇବା ଆରମ୍ଭ କଲାଣି। ବର୍ତ୍ତମାନ ଓଡ଼ିଶାର 10ରୁ ଅଧିକ ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ ଆଗାମୀ 3 ଦିନ ମଧ୍ୟରେ ପାରଦ ଆହୁରି 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ସୂକ୍ଷ୍ମ ବାୟୁ ଏବଂ ସକ୍ରିୟ ହେଉଥିବା ଗୁରୁଚାପ ବଳୟ ଯୋଗୁଁ ମେ 21 ଓ 22 ତାରିଖ ବେଳକୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା 45 ଡିଗ୍ରୀ ଛୁଇଁପାରେ। ସେହିପରି ଜଳୀୟ ବାଷ୍ପ ଯୋଗୁଁ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଜାରି ରହିବ। ପାଣିପାଗର ଏହି ପରିପ୍ରେକ୍ଷୀରେ ସୁରକ୍ଷିତ ରହିବା ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ଆଗେ ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ। ବିଶ୍ୱ ବଜାରରେ ଚାଲିଥିବା ତୈଳ ସଙ୍କଟ ମଧ୍ୟରେ ଆସିଛି ବହୁତ ବଡ଼ ଆଶ୍ୱସ୍ତିକର ଖବର। ଇରାନ ଗଣମାଧ୍ୟମ ତସ୍ମିମ ନ୍ୟୁଜ୍ର ଦାବି ଅନୁଯାୟୀ ଆମେରିକା ଇରାନ ଉପରେ ଲଗାଯାଇଥିବା ତୈଳ ରପ୍ତାନି କଟକଣାକୁ ଅସ୍ଥାୟୀ ଭାବେ ହଟାଇବାକୁ ସହମତି ପ୍ରକାଶ କରିଛି। ଦୁଇ ଦେଶ ମଧ୍ୟରେ ପ୍ରସ୍ତୁତ ନୂଆ ଡ୍ରାଫ୍ଟ ଫ୍ରେମ୍ ୱାର୍କ ଅନୁସାରେ ଆଲୋଚନା ଜାରି ରହିଥିବା ସମୟ ହିଁ ଆମେରିକା ଏହି ବଡ଼ ରିହାତି ଦେବାକୁ ରାଜି ହୋଇଛି। ଯଦି ଇରାନର ତୈଳ ଉପରୁ ପ୍ରତିବନ୍ଧକ ହଟିଯାଏ ତେବେ ବିଶ୍ୱ ବଜାରରୁ ପ୍ରଚୁର ତେଲ ଯୋଗାଣ ହେବ ଏବଂ ଅଶୋଧିତ ତୈଳ ଦର ହ୍ରାସ ପାଇବ। ଏହା ଭାରତ ପରି ବଡ଼ ଆମଦାନୀକାରୀ ଦେଶ ପାଇଁ ପେଟ୍ରୋଲ ଡିଜେଲ ଦର କମାଇବାରେ ବହୁତ ଲାଭଦାୟକ ପ୍ରମାଣିତ ହେବ। ଅନ୍ତର୍ଜାତୀୟ ରାଜନୀତି ଓ ତେଲ ବଜାରର ଏହି ବଡ଼ ଅପଡେଟ୍ ସବୁଠୁ ଆଗେ ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ। ସୁଭଦ୍ରା ଯୋଜନାର ହିତାଧିକାରୀ ମହିଳାମାନଙ୍କ ପାଇଁ ଆସିଛି ଏ ଜରୁରୀ ସୂଚନା। ଆଗାମୀ କିସ୍ତିର 5,000 ଟଙ୍କା ଆକାଉଣ୍ଟକୁ ଆସିବା ପୂର୍ବରୁ ସରକାର ଇକେୱାଇସି ସାରିବା ପାଇଁ ତାରିଖ ଘୋଷଣା କରିଛନ୍ତି। ଯଦି ଆପଣ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ଇକେୱାଇସି ପ୍ରକ୍ରିୟା ଶେଷ ନ କରନ୍ତି ତେବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିବାରେ ସମସ୍ୟା ହୋଇପାରେ। ତେଣୁ ଆଦୌ ବିଳମ୍ବ ନ କରି ତୁରନ୍ତ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ କିମ୍ବା ଅଫିସିଆଲି ପୋର୍ଟାଲ ମାଧ୍ୟମରେ ନିଜର ଆଧାର କାର୍ଡ ଯାଞ୍ଚ ସହ ଇକେୱାଇସି କାର୍ଯ୍ୟ ସମ୍ପୂର୍ଣ୍ଣ କରନ୍ତୁ। ଯଦି ଏହି ପ୍ରକ୍ରିୟାରେ କୌଣସି ଅସୁବିଧା ହୁଏ ତେବେ ଆପଣ ସରକାରୀ ହେଲ୍ପଲାଇନ୍ ନମ୍ବର 14678ରେ କଲ୍ କରି ସହାୟତା ପାଇପାରିବେ। ସୁଭଦ୍ରା ଯୋଜନାର ଏହି ସଦ୍ୟତମ ଅପଡେଟ୍ ସବୁଠୁ ଆଗେ ଜାଣିବା ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୋଇ ରୁହନ୍ତୁ।